ଏକ ଗହଣା ଦୋକାନର ପଛକାନ୍ଥ କଣା କରି ଲୁଟ୍ ଘଟଣାରେ ପୁଲିସ 2 ଜଣ ଝାଡ଼ଖଣ୍ଡୀ ଲୁଟେରାଙ୍କୁ ଗିରଫ କରିଛି। ଆଉ ସେମାନଙ୍କଠାରୁ ଅଳ୍ପ କିଛି ସୁନା ରୂପା ଅଳଙ୍କାର ଜବତ କରାଯାଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ 6 ଜଣ ଫେରାର ରହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ମାସ 11 ତାରିଖ ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରରେ ଥିବା ଦୁର୍ଗା ଅଳଙ୍କାର ଦୋକାନର ପଛକାନ୍ଥ କଣା କରି ଲୁଟେରାମାନେ ଭିତରେ ପଶିଥିଲେ। ଆଉ ଗ୍ୟାସ କଟର ସାହାଯ୍ୟରେ ଲୁହାର ଲକର କାଟି ସେଥିରେ ଥିବା ସୁନା ରୂପା ଅଳଙ୍କାର ଲୁଟ୍ କରି ଚମ୍ପଟ ମାରିଥିଲେ। ତେବେ 2 ଜଣ ଲୁଟେରା ପୁଲିସ ହାତରେ ଧରାପଡ଼ିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଏହି ଲୁଟେରାମାନେ ଝାଡ଼ଖଣ୍ଡ ରାଜ୍ୟରୁ ଆସି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରେ ରହି ଫେରି କରୁଥିଲେ। ଆଉ ସୁଯୋଗ ଦେଖି ଦୁର୍ଗା ଅଳଙ୍କାର ଦୋକାନରୁ ଲୁଟ୍ କରିଥିବା ବେଳେ ମୟୂରଭଞ୍ଜ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଝାଡ଼ଖଣ୍ଡ ଅଞ୍ଚଳରେ 2 ସପ୍ତାହ ଧରି ଡେରା ପକାଇ ଅନୁସନ୍ଧାନ କରି 2 ଜଣ ଲୁଟେରାକୁ ଧରିଥିଲେ ବି ଅନ୍ୟ 6 ଜଣ ଫେରାର ଅଛନ୍ତି। ଗତ ଫେବୃଆରୀ ମାସରେ 11 ତାରିଖ ଦିନ ରାତିରେ ଆଉ କିଛି ଅଜଣା ଦୁର୍ବୃତ୍ତ ଆମର ଠାକୁରମୁଣ୍ଡା ବଜାରରେ ଥିବା ସୁନା ଦୋକାନ ରାଜେନ୍ଦ୍ର କୁମାର ସାହୁଙ୍କର ଦୋକାନରେ ପଛପଟ କାନ୍ଥକୁ ସେମାନେ ସିନ୍ଧି କରି ଆଉ ତାଙ୍କର ଲୁହା ଲକରକୁ କାଟିକି ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଏବଂ ରୂପା ଚୋରି ହୋଇଥିଲା। ଏ ବାବଦରେ ଆମର ଏସ୍ପି ସାହେବଙ୍କ ତତ୍ତ୍ୱାବଧାନରେ ଗୋଟିଏ ଟିମ୍ ଆମର ଠାକୁରମୁଣ୍ଡା ଆଇଆଇସି ଏବଂ ଇନ୍ସପେକ୍ଟର ସୁମିତ ସରେନ ଯେ ମୁରୁଡ଼ା ଆଇଆଇସି ତାଙ୍କ ତତ୍ତ୍ୱାବଧାନରେ ଆମର ଟିମ୍ ଏଟା ଝାଡ଼ଖଣ୍ଡକୁ ଗ୍ରସ୍ତ କରିଥିଲେ। ପ୍ରାୟ ସପ୍ତାହରୁ 2 ସପ୍ତାହ ସେଠାରେ ଡେରା ପକାଇକି କ୍ରିମିନାଲଙ୍କର ଅନୁସନ୍ଧାନ ନେଇଥିଲେ ଏବଂ ସେମାନେ ସେଥିରେ ସକ୍ସେସଫୁଲ୍ ହେଲେ। ପାଖାପାଖି ½ କେଜି ଆମାଉଣ୍ଟର ରୂପା ଆଉ କିଛି ଆମାଉଣ୍ଟର ସୁନା ତାକୁ ଜବତ କରାହେଇଛି। 2 ଜଣ ଆସାମୀକୁ ପୁଲିସ ଗିରଫ କରିକି ସେଠୁ ଆଣିଛି। ଆଉ ଏଥିରେ ଟୋଟାଲ 8 ଜଣ ସମ୍ପୃକ୍ତି ଥିଲେ ଆଉ 2 ଜଣ ଗିରଫ ଅଛନ୍ତି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଟିମ୍ ବାହାରେ ଅଛି। ବଡ଼ କଥା ଏଠି ହେଉଛି ଏଇ ଘଟଣାରେ ଯେଉଁମାନେ ବି ଇନଭଲ୍ଭ ଥିଲେ ସେମାନେ ଆଗରୁ ଏ ଅଞ୍ଚଳର ଫେରି କରୁଥିଲେ। ଆଉ ଏ ଫେରିବାଲା ଏଠି ସବୁ ଜାଣିଥିଲେ ଯେହେତୁ ବର୍ତ୍ତମାନ ସୁନାର ଦର ରୂପାର ଦର ଆକାଶ ଛୁଆଁ ବଢ଼ିଯାଇଛି, ତେଣୁ କ୍ରିମିନାଲ ମାନେ ଆ ପଛରେ ପଡ଼ିଛନ୍ତି। ସମସ୍ତଙ୍କୁ ମୋର ମାନେ ରିକ୍ୱେଷ୍ଟ ଅଛି, ଆପଣ ଟିକେ ଆଲର୍ଟ ହେଇ ନିଜ ଅଞ୍ଚଳର ଯେଉଁମାନେ ବାହାରିଆ ଲୋକ ଆସୁଛନ୍ତି କାମ ସିମେଣ୍ଟ କାମ ହେଉ ମାର୍ବଲ କାମ ହେଉ ବା ଫେରିବାଲା ହେଉ ତାଙ୍କ ଉପରେ କଡ଼ା ନଜର ଟିକେ ରଖନ୍ତୁ। ପୁଲିସ ସହିତ ସହଯୋଗର ହାତ ବଢ଼ାଇ ସେମାନଙ୍କ ଉପରେ ପୁଲିସ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେମାନଙ୍କର ଧରା ରାଜମହଲ ଥାନା ଅଛି ଆଉ ସେ ଅଞ୍ଚଳରୁ ଝାଡ଼ଖଣ୍ଡରୁ ଗଣା ହେଇଛି। ଆଉ ଜଣକୁ ଏଠି ସେ ଫେରାର ହେଇଯାଇଥିଲା ଆଉ ଏଠି ଆମର ଜଣକୁ ଯଶୀପୁର ପାଖାପାଖି ଅଞ୍ଚଳରୁ ଧରାହେଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ସଚିଦାନନ୍ଦ ପଲେଇଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।